ଏଇଠି let's say ମୁଁ professional mode କୁ select କଲି। then ଆମେ ଏବେ check କରିବା animation set ହେଇଛି କି ନା। ଠିକ ଅଛି, ଏଇଥିରେ କିଛି ଡାଉଟ୍ ଅଛି ଆପଣଙ୍କର ଆନିମେସନ ଉପରେ? ସାର୍ ଏଟା କେଉଁ ସଫ୍ଟୱେୟାର କୋଉଟା ସାର୍? ଏଇଟା ହଉଛି କାନଭାର ମ୍ୟାଜିକ ଷ୍ଟୁଡିଓ। କାନଭାର ମ୍ୟାଜିକ ଷ୍ଟୁଡିଓ। ଆପଣ ଫୋନରେ ବି ଇନଷ୍ଟଲ କରିକି ଦେଖିଦେବେ କାନଭା। କାନଭା ତ ପେଡ୍ ଭର୍ସନ ନା କି ସାର୍? ନାଇଁ, ଫ୍ରି ଭର୍ସନ ବି ଅଛି। ଆପଣ କାନଭାରେ କେତେଟା ରହୁଛି ପେଡ୍ ରହୁଛି, କେତେଟା ଫ୍ରି ବି ରହୁଛି। ଏଇଠି ଦେଖନ୍ତୁ ଆପଣଙ୍କୁ ସ୍କ୍ରିନରେ ମୁଁ ଯୋଉଠି ମାଉସ କର୍ସରଟା ରଖିଛି, ଏଇଟା ଦେଖନ୍ତୁ, ଏଇଠି ପ୍ରୋ ଭର୍ସନ ଲେଖା ହେଇଛି ଏଇଠି। ଏଇଟା ହଉଛି ପେଡ୍ ର। ଏଇଠି ଯୋଉଟା ଅଛି ଏଇଟା ହଉଛି ଫ୍ରି। ଠିକ ଅଛି, ଆପଣଙ୍କୁ କିଛିଟା ଫ୍ରି ବି ଦଉଛି, କିଛି ପ୍ରୋ ଭର୍ସନ ବି ଦଉଛି। ଜେନେରାଲି ଆମର କାମ ପ୍ରାୟ ଫ୍ରି ଭର୍ସନରେ ହେଇଯାଏ। ଯୋଉଟାକ କାନଭାରେ ଯେତିକି ବି ଫିଚର୍ସ ଅଛି ଆପଣ ସେଇଥିରେ ଫ୍ରି ଭର୍ସନରେ ବି ଆପଣ କାମ କରିଦେବେ। ସଫ୍ଟୱେୟାର କଣ କହିଲେ କି? କାନଭା ମ୍ୟାଜିକ ଷ୍ଟୁଡିଓ। ଓନ୍ଲି କାନଭା ମାରିଲେ ବି ପଳେଇ ଆସିବ। ଆଜ୍ଞା ସାର୍। Sir, how to this edited? କଣ କହିଲେ? Sir, କୋଉଟା ଏଡିଟ କରିବ ଆପଣ? ପ୍ରେଜେଣ୍ଟେସନ? presentation जो कहले slide केमते हबो ता प्रोसीड्यूर टा कोन सर? ଏଠି ଦେଖନ୍ତୁ, ମୁଁ ଗୋଟେ ପ୍ରେଜେଣ୍ଟେସନ ଏଇଠୁ ଡିଜାଇନ ସିଲେକ୍ଟ କରିଥିଲି ଏଇଟା। ଠିକ ଅଛି, ଏଇଠି ସିଲେକ୍ଟ କଲା ପରେ ଏଇଠି ଆପଣ ଦେଖିବେ ଯଦି ଆପଣଙ୍କୁ ଟେକ୍ସଟ କିଛି ଏଡିଟ କରିବାର ଅଛି ତାହେଲେ ଟେକ୍ସଟ ଉପରେ କ୍ଲିକ କରିବେ। ସପୋଜ ଏଇଠି ମୋର ଲେଖିବାର ଅଛି ଆମର କମ୍ପାନୀ ନା OKCL। ଠିକ ଅଛି, ପ୍ରୋଜେକ୍ଟ। ଯଦି କିଛି ଡିଲିଟ କରିବାର ଅଛି ସିମ୍ପଲି କ୍ଲିକ ଡିଲିଟ। ଦେନ୍ ଏଇଠି ଫଟୋ ଅଛି, ଆପଣଙ୍କୁ ଏ ଫଟୋଟା ରିକ୍ୱାରମେଣ୍ଟ ନାହିଁ, ଦେନ୍ ଡିଲିଟ କରିଦେବେ। ଆଉ କିଛି ଯଦି ନୂଆ ଫଟୋ ଆଡ କରିବାର ଅଛି ଦେନ୍ ଏଲିମେଣ୍ଟସ କୁ ଯିବେ, ଏଇଠି କ୍ଲିକ କରିବେ। ସପୋଜ ମତେ ଏଇଠି ଗୋଟେ ଫଟୋ ଏଇଠି ଅଛି, ଏଇଟା ମତେ ଦରକାର ଅଛି, ସିମ୍ପଲି ଡ୍ରାଗ ଡ୍ରପ କରିଦେବେ, ଏଇଠି ସେଟ୍ ହେଇଯିବ। ଠିକ ଅଛି, ଆଉ କିଛି ଡାଉଟ୍ ଅଛି କି? No sir, no sir. Continue sir. ଦେନ୍ ଆପଣ ଯଦି କିଛି ବି ନୂଆ ଫଟୋ ଅପଲୋଡ କରିବାକୁ ଚାହୁଁଛନ୍ତି ଦେନ୍ ଏଇଠି ଅପଲୋଡ୍ସ କୁ ଯିବେ, ଅପଲୋଡ ଫାଇଲ। ଯଦି ଆପଣଙ୍କର ସିଷ୍ଟମରେ କିଛି ଯଦି ଫଟୋ ଦରକାର ଏଇଥିରେ ଅପଲୋଡ କରିବା ପାଇଁ, ଏଇଠୁ ଅପଲୋଡ ଫାଇଲ୍ସ ରେ କ୍ଲିକ କରିବେ। ଦେନ୍ ଆପଣଙ୍କ ରିକ୍ୱାରମେଣ୍ଟ ହିସାବରେ ଇମେଜ ଏଇଠି ଇନସର୍ଟ କରିବେ। ଏଇଠି ଅପଲୋଡ ହେଇଗଲା ଆମ ଇମେଜ, ଏଇଠି ଡ୍ରାଗ ଡ୍ରପ କରିକି ମୁଁ ସେଟ୍ କଲି।
ठीक अच्छे अपलोड रे किछि अछि इशू आपनकर नो सर देन आमे एबे आसीवा मैजिक मीडिया पार्ट को एठी आपण किछि भी प्रॉम्प्ट देई परिबे चैट जीपीटी टाइप रो जस्ट शॉर्ट प्रॉम्प्ट देबे जेमति कि ताकू इमेजिन करियो भी सुविधा होबो एठी आपण किछि यदि इमेज जनरेट करियार अछि एठी से प्रॉम्प्ट देले जनरेट करिवो एठी आपण किछि गोटे प्रॉम्प्ट कुहंतु जोटा कि एठी मु टाइप करिके जनरेट करिवि एनीवन किए प्रॉम्प्ट कहिबे ठीक अछि मु गोटे एठी गोटे प्रॉम्प्ट दउची एठी मु गोटे प्रॉम्प्ट देली ए मैन वॉकिंग इन ए फॉरेस्ट विथ ए डॉग तापर आपण एठी स्टाइल्स रे आपण सिलेक्ट करि परिबे देन जनरेट इमेज रे क्लिक करिवे आपण जेते प्रॉम्प्ट एक्यूरेट देबे से हिसाब रे आपण को से जनरेट करके इमेज दबो ठीक अछि एटा हला इमेज पार्ट देन हमें आसीबा एबे ग्राफिक्स पार्ट सेम प्रॉम्प्ट टा मु एठी कॉपी पेस्ट करूची स्टाइल्स रे आपण ऑर्गेनिक नल स्केच हमें दबा ग्राफिक्स एठी आपनकर इमेज जनरेट हे गला स्केच रे बुझियला एतटा बाबू कोथरे डाउट अछि कैनवा रे सर एटा तो कल्ला पर सेव किन करा हबो सर एटा ऑलरेडी आपनकर सेव हेक अछि कारण कैनवा टा गोटे ब्राउजर मोड ऐप ता अछि ठीक अछि ये आपनकर प्रोजेक्ट फाइल देखंते एठी आपण प्रोजेक्ट टा एठी रीनेम करिवे आपनकर हिसाब रे ओके सर एठी मो प्रोजेक्ट एमती सेव करिक रखि देली या ऑलरेडी आपनकर सेव हेक अछि जदि आपण एक्सपोर्ट करिवे देन शेयर को ऑप्शन को जिवे डाउनलोड ओके ओके एटी फाइल टाइप रे आपण एटी सिलेक्ट करिवे पीडीएफ एटी फाइल टाइप रे आपण पीडीएफ प्रिंट मोड अछि पीपीटी मोड MP4 मोड जेपीजी पीएनजी जोटा दरकार आपण डाउनलोड करिवे एटी सपोज मु गोटे जेपीजी मोड टाको डाउनलोड करिवि साइज जेमती अछि आपनकर ठीक अछि
1920 into 1080 ଏଇଠି ସିଲେକ୍ଟ ପେଜେସ୍ ରେ ସବୁବେଳେ ମାର୍କ କରିବେ ଆପଣଙ୍କୁ ଅଲ୍ ପେଜେସ୍ ଦରକାର ନା କରେଣ୍ଟ ପେଜ ଦରକାର। ଏଇଠି ମୁଁ କରେଣ୍ଟ ପେଜ ଦଉଛି, ଦେନ୍ ଡାଉନଲୋଡ। अच्छा सर ଆଉ କଣ ଫିଚର୍ସ ଅଛି ଟିକେ କହିବେ sir? ଠିକ ଅଛି, ଏଇଥିରେ ଆପଣଙ୍କର ଡାଉନଲୋଡ୍ସ ରେ ଜେପିଜି ଫର୍ମାଟ ଡାଉନଲୋଡ ହେଇଗଲା। ଏଇଠି ସପୋଜ ମତେ ଗୋଟେ ଇମେଜ ଟା ବ୍ଲର ଇମେଜ ବା କିଛି ଗୋଟେ ପୁରୁଣା ଇମେଜ ଅଛି ଯୋଉଟା କି ମତେ ତାକୁ ଟିକେ ରିଫାଇନ କରିବାର ଅଛି, ଠିକ ଅଛି। ଏଇଠି ଗୋଟେ ଏକ୍ସାମ୍ପଲ ପାଇଁ ମୁଁ ନଉଛି ଯୋଉଟା କି ଅଲରେଡି କ୍ଲିୟର ଇମେଜ ଅଛି, କିନ୍ତୁ ତାକୁ ଆମେ ଆହୁରି ବି ରିଫାଇନ କରିପାରିବା। ଇମେଜ ଟାକୁ ଆଣିଲେ ଏଇଠି ମୁଁ କ୍ଲିକ କଲି, ଏଡିଟ ଅପସନ କୁ ଯିବେ। ଏଇଠି ଏଇଠି ଦେଖନ୍ତୁ ଇମେଜ ଅପସ୍କେଲର ଅଛି, ଏଇଠି କ୍ଲିକ କରିବେ। ଏଇଠି ଆପଣଙ୍କୁ ଫର ଇମେଜ ୱାଇଜ ଆପଣଙ୍କୁ ରେଜଲ୍ୟୁସନ ସେଟ୍ କରିବାକୁ ଦବ 2x 4x 8x डिपेंड କରୁଛି ଇମେଜ ଉପରେ। ଏଇଟା ଆମେ ହାଇଏଷ୍ଟ କ୍ୱାଲିଟି 4x କୁ କ୍ଲିକ କରିବା, ଦେନ୍ ଅପସ୍କେଲ। ସାର୍ ଟିକେ ଗୋଟେ କ୍ୱେଶ୍ଚିନ୍ ଥିଲା। ହ୍ୟାଲୋ ହଁ କୁହନ୍ତୁ। ସାର୍, ଏଇଟା କଣ ସବସ୍କ୍ରିପସନ ନବାକୁ ପଡିବ ନା ସେମିତିରେ ବି ହବ ଯୋଉ କାମଟା? ନାଇଁ ଏଇଟା ଫ୍ରି ବି ଅଛି, ଆପଣ ଏଇଟା ଫ୍ରିରେ ଡୁଆଲ ମୋଡ୍ ଅଛି। ହଉନି, ମୁଁ ଆଜି ପ୍ରାକ୍ଟିକାଲ କରୁଥିଲି। ଆଜ୍ଞା ହଁ ଆପଣ ଲଗଇନ କରିଥିଲେ କି ମେଲ ଆଇଡି ଦେଇକି? ହଁ, ଲଗ୍ଇନ୍ କଲା ପରେ ପ୍ରାକ୍ଟିକାଲ କରୁଥିଲି। ସେ ଯୋଉ ବ୍ୟାକଗ୍ରାଉଣ୍ଡ ରିମୁଭ୍ କରୁଛନ୍ତି ବା ଆପଣ ଯେମିତି କରୁଛନ୍ତି, ସେ ତାକୁ ମାରିଲା ହଁ ବେଳକୁ ପେମେଣ୍ଟ କରିବାକୁ ଆପଣଙ୍କର କିଛିଟା ଅପସନ ଫ୍ରିରେ କାଟି ଦଉଛି, ଯେମିତି ବ୍ୟାକଗ୍ରାଉଣ୍ଡ ରିମୁଭ ଟା କାଟି ଦଉଛି, ଠିକ ଅଛି। ପ୍ଲସ୍ ମ୍ୟାଜିକ ମିଡିଆରେ ଯୋଉ ଭିଡିଓ ଜେନେରେସନ ଅଛି ସେଇଟା ବି ଆପଣଙ୍କୁ ଫ୍ରି ସବସ୍କ୍ରିପସନରେ ଦଉନି। ଏମିତି କିଛିଟା ଅପସନ ରହୁଛି। ଆପଣଙ୍କୁ ଜେନେରାଲ ଏଡିଟ କରିବାକୁ ଆପଣଙ୍କୁ ଦେଇଦବ, ଯେମିତି କି ନର୍ମାଲ ପ୍ରେଜେଣ୍ଟେସନ ହଉ ବା କିଛି ବି ଇମେଜ ଏଇଠି ଜେନେରେଟ କରିବେ, ସେମିତିରେ ଆପଣ ଫ୍ରିରେ କରିପାରିବେ। ସାର୍ ଏଇ ଯୋଉଟା ଆପଣ କରୁଛନ୍ତି ଏଟା ଫ୍ରି ଅଛି ନା ସବସ୍କ୍ରିପସନ ଅଛି? ଏଇଟା ଅଛି ସବସ୍କ୍ରିପସନ ବାଲା, ଆଜ୍ଞା ଠିକ ଅଛି। ମୁଁ ଆପଣଙ୍କୁ ଫ୍ରି ମୋଡ ସାର୍, ଗୁଡାକ ଆମେ ଯେତିକି ଅଛି ସବସ୍କ୍ରିପସନ ଆପଣ ନେଲେ କିଛି ସାର୍, ଆମେ ଯୋଉ ସବସ୍କ୍ରିପସନ ନେଲେ ସବସ୍କ୍ରିପସନ ନବୁ ହଁ ଆପଣଙ୍କ ତରଫରୁ କିଛି କଣ କହିଲେ? ମୁଁ କହିଲି ଆମେ ସବସ୍କ୍ରିପସନ ଯଦି ନବୁ ଆପଣଙ୍କ ତରଫରୁ କିଛି ଅଛି କି, ନେଇପାରିବୁ କି କିଛି ଇଏରେ ଓକେସିଏଲ ତରଫରୁ? ନାଇଁ ସେମିତି କିଛି ନାହିଁ। ସବସ୍କ୍ରିପସନ ଆପଣ ତ ଡାଇରେକ୍ଟ କାନଭାରେ ଆପଣଙ୍କୁ ଦଉଛି, ସେ ସବୁଠୁ ଆଜ୍ଞା ଆପଣଙ୍କୁ ମିନିମାଲ ପ୍ରାଇସ ରେ ଦଉଛି, ଠିକ ଅଛି। କିନ୍ତୁ ଆପଣଙ୍କର ୟୁଜ ଉପରେ ଆଜ୍ଞା ଡିପେଣ୍ଡ କରୁଛି ଆପଣ ସବସ୍କ୍ରିପସନ ନେବେ କି ନାହିଁ। ୱାନ୍ ଟାଇମ୍ ୱାନ୍ସ ଟ୍ୱାଇସ୍ ପାଇଁ ଆପଣ ଯଦି ନେବେ ତାହେଲେ କିଛି ଲାଭ ହବନି ଆପଣଙ୍କର। ଆଜ୍ଞା ଆଜ୍ଞା ନା, ପିଲାଙ୍କୁ ଆମେ ଶିଖେଇଥାନ୍ତୁ ବିଭିନ୍ନ ପ୍ରକାର ଇଏ। ଏମିତିରେ ସିଙ୍ଗଲ ହଁ ୟୁଜର ବଦଳେ ଆପଣ 5 ୟୁଜର ନେଇଯିବେ, ଆହୁରି ଭଲ ହବ, ଠିକ ଅଛି। ଯଦି କାନଭାର ସବସ୍କ୍ରିପସନ ଆପଣ ନବାକୁ ଚାହୁଁଛନ୍ତି, 5 ଆଜ୍ଞା ୟୁଜର ବାଲା ଗୋଟେ ଆସୁଛି ତାର, ସେଇଥିରେ ଆପଣ ସବସ୍କ୍ରାଇବ କରି ନେଇପାରିବେ ଯଦି ସେଟା କେତେ ଆପଣଙ୍କର କିଛି ଆସିଯିବ 5 ଅଫିସିଆଲ ୟୁଜର? ରିକ୍ୱାରମେଣ୍ଟ। ସେଇଟା ରାଉଣ୍ଡ ଆପଣଙ୍କୁ 6,000 ରୁ 7,000 ଭିତରେ ଆସିଯିବ ମେ ବି। ମୁଁ ଟିକେ ଆପଣଙ୍କୁ ସେସନ ଏଣ୍ଡ ଭିତରେ ମୁଁ ଆନୁଆଲି? ଆପଣଙ୍କୁ କହିଦେବି। ହଁ ଆନୁଆଲ, ଠିକ ଅଛି ସାର୍, ଓକେ ଓକେ ଠିକ ଆଜ୍ଞା ଅଛି। ସାର୍ ଆଜ୍ଞା। ସେଇଟାକୁ ଏଇ ଇମେଜ ଟା ରିଫାଇନ କରିକି 4x ମୋଡରେ ଆପଣଙ୍କୁ ଦେଲା, ଠିକ ଅଛି। ଦେଖନ୍ତୁ ଏଠି ସ୍ପେସିଫିକ ଆମର ଇଏ ଚିଠିରେ ମାନେ କାହାର କିଛି ଡାଉଟ ଅଛି ଏବେ?
नहीं सर ओके So then ଆମେ ଏବେ ଆସିବା ସୋସିଆଲ ହଁ କଣ କହୁଥିଲେ? सर किसी बुझी आसला ना ଆପଣ ଏବେ ଜଏନ୍ କରିଥିଲେ କି? यस सर यस सर ଠିକ ଅଛି ମୁଁ ଏବେ ସେସନ ଟାକୁ କଣ୍ଟିନ୍ୟू କରୁଛି। ଲାଷ୍ଟରେ ମୁଁ ଆପଣଙ୍କୁ କିଛି ଯୋଉଗୁଡାକ ଆମେ ଆପଣ ମିସ୍ କରିଦେଇଛନ୍ତି ସେଗୁଡାକ ମୁଁ ଆପଣଙ୍କୁ ବତେଇଦେବି। ଠିକ ଅଛି। यस So ଆମେ ଏବେ ଗୋଟେ ସୋସିଆଲ ମିଡିଆ ପୋଷ୍ଟ ଡିଜାଇନ କରିବା। हेलो ହଁ सर सर ହଁ କୁହନ୍ତୁ। এই ভিডিওর সে রেকর্ডিং ক্লাসটা টিকে দরকার ଥିଲା ମିଳିବ କି ରେକର୍ଡିଂ ଲାଷ୍ଟରେ? କ୍ଲାସ ଆପଣଙ୍କର ଯେତେବେଳେ ଲାଷ୍ଟରେ ସେସନ ଏଣ୍ଡ ହଉଛି ସେଇଥିରେ ଆପଣ ଦେଖିବେ ରେକର୍ଡିଂ ଟା ବି ଅଲରେଡି ସେଭ୍ ହେଇକି ରହିଯାଉଛି। ପ୍ଲସ୍ ପରେ ବି ଆଚ୍ଛା ଆପଣଙ୍କୁ ରେକର୍ଡିଂ ପଠା ହେଇଯିବ। ଠିକ ଅଛି। ଆଜ୍ଞା ସାର୍। ହଁ। ତ ଆମେ କ୍ରିଏଟ୍ ଡିଜାଇନ କୁ ଆଉଥରେ ଆସିବା। ଦେନ୍ ସୋସିଆଲ ମିଡିଆ। ଏଇଠି ଆପଣ ଚୁଜ୍ କରିବେ ଆପଣ କୋଉ ପ୍ଲାଟଫର୍ମ ପାଇଁ ଆପଣ ଡିଜାଇନ କରିବେ। ମୁଁ ଏଇଠି ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ଡିଜାଇନ କରିବି। ସୋ ଏଇଠି ଆପଣଙ୍କର ଏଇଠି ଡିଜାଇନ୍ସ ରେ ଆପଣଙ୍କର ଅଛି ଆପଣ କିଛି ବି ଦରକାର ପଡିଲେ ଆପଣ ଏଇଠୁ ଚୁଜ୍ କରିପାରିବେ। ସପୋଜ ଗୋଟେ ଫେଷ୍ଟିଭାଲ ଉପରେ ଆମେ ଏଇଠି ଦେଖିବା। ଏଇଠି ମୁଁ ହୋଲି ଉପରେ ଗୋଟେ ଡିଜାଇନ ଟା ସିଲେକ୍ଟ କରୁଛି। ସମସ୍ତଙ୍କୁ ଭିଜିବଲ ଅଛି? यस सर Yes, sir. ଓକେ। ଏଇଟା ଆମର ତ ପ୍ରିବିଲ୍ଡ ଡିଜାଇନ ଯୋଉଟା ଅଛି ଆମେ ଯଦି ଚାହିଁଲେ ବି ନିଜେ ବି ବନେଇ ପାରିବା ଏଇଥିରେ। ଏଇଠି ଗୋଟେ ବ୍ଲାଙ୍କ ପେଜ ନେବେ ଦେନ୍ ଏଲିମେଣ୍ଟସ କୁ ଆସିବେ। ଆପଣଙ୍କର ହୋଲି ରିଗାର୍ଡିଂ ଯଦି କିଛି ଦରକାର ଏଇଠି ହୋଲି ଟାଇପ କରିବେ କି ଆପଣଙ୍କୁ ଭେରିୟସ୍ ଅପସନ୍ସ ବା ଇମେଜ ଦେଖେଇ ଦବ। ଏଇଠି ଆମେ ଗୋଟେ ବ୍ୟାକଗ୍ରାଉଣ୍ଡ ଦବା। ସାର୍ ଗୋଟେ ଡାଉଟ୍ ଥିଲା ସାର୍। ହଁ କୁହନ୍ତୁ। ସାର୍ ଆମେ ଯେତେବେଳେ ସାର୍ ଗୋଟେ ଇମେଜ ଇନପୁଟ ଦେବା ସପୋଜ ଆମେ ଇମେଜ ଟା ଗୋଟେ ଅଲଗା ସଫ୍ଟୱେର ହଁ ସପୋଜ ଆମେ ଗୋଟେ ଫଟୋ ଉଠେଇଲେ ଫୋନରେ ବୁଝିଲେ କି? ହୁଁ ହୁଁ ତ ସେ ଫଟୋଟା ଯେତେବେଳେ ଆମେ ଏଡିଟ କରିବା ହୁଁ ଏଇ କାନ୍ଭା ଫୋନରେ ତ ତାର ରିଜଲ୍ୟୁସନ କିମ୍ବା କ୍ଲାରିଟି ଫାଇନ୍ ଆସିବ ନା ଏମିତି ଯେମିତି ମାନେ ବ୍ଲର୍ ଆସେ କି କଟିଯାଏ ଏମିତି ନାଇଁ କିଛି ଆପଣଙ୍କର ବ୍ଲରନେସ୍ ଫାଇନ୍ ଉପରେ ଆସିବ? ଡିପେଣ୍ଡ କରୁଛି। ନାଇଁ ଆସିବ ଆପଣଙ୍କୁ ଇମେଜ ଅଫ ସ୍କେଲର ଯୋଉଟା ଦେଖଉଥିଲେ ଆପଣ ଦେଖିଥିଲେ କି ସେଇଟା? ନାଇଁ ବୋଧେ ମୁଁ ଦେଖିନି ସାର୍। ଆଚ୍ଛା ହଉ ଠିକ ଅଛି ଆପଣ ଅପଲୋଡ କରିଦେବେ ସେଇ ଇମେଜ ଟା କିନ୍ତୁ ଡିପେଣ୍ଡ କରୁଛି ଆପଣଙ୍କର ଇମେଜ ଟା କେତେ ବ୍ଲର ଅଛି। ଠିକ ଅଛି। ଯଦି ଆଚ୍ଛା ଅଧିକା ଥିବ ଯେମିତି ଆପଣ
एग्जांपल नियंतु जेमति कि आपनकर पुराना नोकिया सेट रे जेमति उठुतला फोटो आगु सेही टाइप रो ब्लरनेस हेले बहुत माने डिफिकल्ट रिफाइन करिया पई जदि आपनकर नॉर्मल ब्लर अछि जेमति कि टिके जोटा कि रिफाइन हेई परिबो एठी सिंपली आपण अपलोड कर देबे canva रे अपलोड्स को जाई कि अपलोड कर देले ठीक अछि ଆଜ୍ଞା एठी मो गोटे इमेज नउछि ହଁ ସାର୍ ଗୋଟେ ଇମେଜ ନିଅନ୍ତୁ ସେଇଟା ଟିକେ ହୋଲି ଫୋଲି ଟିକେ ରିଗାର୍ଡିଂ ଦେଲେ ନାଇଁ ମାନେ एक्चुअली ଅନଲାଇନରୁ एउडा ଆମେ तो ସେଟା एउडा तो ऑलरेडी एआई जनरेटेड इमेज जोटा कि एते भी किछि ब्लरनेस नथिबो हेले भी मैं आपन को देखै दउछि केमति हुए ठीक अछि ए इमेज टा नेली ए इमेज टा को क्लिक करिकि एठी एडिट ऑप्शन को आसीबे देन एडिट ऑप्शन रे एठी आपन को जेतोले ड्रॉप डाउन देखैबो एठी देखिबे इमेज अपस्केलर ताको क्लिक करिवे एठी आपनकर इमेज ब्लरनेस ऊपर डिपेंड करूची को टाइप रो आपन को से अपस्केल करिकि देई परिबो एठी आपन को मैक्सिमम 4x 8x 16x एटा होची सब्सक्रिप्शन पार्ट टा आपन 4x देले भी चलिबो ठीक अछि देन अपस्केल जदि आपनकर हाई रेजोल्यूशन थिबो एठी ऑलरेडी से लिखि दबो आपन को मेसेज एठी सिंपली क्लिक करले आपनकर इमेज टा रिफाइन हेकि आसीबो सर्वर एक्सपोर्ट करदेले से तार ओके आसीबो हाँ से आपण एक्सपोर्ट कर देबे पीएनजी हाई रेजोल्यूशन बा जेपीजी कर देबे एक्सपोर्ट कर देले आपण के इमेज डाउनलोड होई जी एठी जेतोले आपनकर एठी अपस्केल हबो एठी देखिबे ठीक चेक करिवे आपनकर पूरा कंप्लीट होउची कि नै ठीक अछि ताबरे डिपेंड करछि आपनकर नेट केते स्पीड अछि आपनकर यदि नेट स्लो थिबो ताले टाइम लागिवो बहुत एठी ओके देखंतु एठी आपन को शो कर दला बिफोर आफ्टर ठीक अछि देन एठी आपण रिप्लेस क्लिक करिया पड़िबो नले से आपनकर रिफाइन इमेज टा रिप्लेस हबोनी सर एक्चुअली अपग्रेड मागु सर अपस्केलिंग कले अपग्रेड मागुची एठी देखंतु आपनकर जदि अपग्रेड मागुची एठी देखिबे लेफ्ट हैंड साइड रे एप्स अछि गोटे विजिबल होउची समस्तंकु यस सर एठी Yes, sir, एप्स रे yes. क्लिक करिवे एठी बिट बाय बिट देखिबे एठी आपन को वेरियस एप्स ओडा को दउची जोडा कि किछटा फ्री भी रहउची ठीक अछि एइथरे भी आपनकर एनहांसर अछि जोडा कि आपन को सही अपस्केलर टाइप रो काम दबो आउरी भी इमेज रो केतरा एनिमे स्टाइल अछि आपण निजर ओरिजिनल इमेज को एनिमे स्टाइल देई परिबे एउडा सब फ्री अछि केतरा आपण एइथरे भी एक्सप्लोर करि परिबे ठीक अछि आपण एक्सप्लोर करंतु एटा जोडा को फ्री अछि नेक्स्ट सेशन आपण पचारि परिबे कोन आपनकर डाउट रहउछि ठीक अछि सो एठी हमें गोटे होली रो गोटे इमेज टा को एठी जनरेट करबा एठी हमें बैकग्राउंड देले गोटे कैरेक्टर प्लेस करले जदि आपनकर किछि राइटिंग्स अछि होली ऊपर एठी आपण चैट जीपीटी रो बा अलगा किछि सोर्स रो आपण आनी परिबे नले निजे भी एठी टेक्स्ट देकी टाइप करि परिबे देन आपण एठी शेयर ऑप्शन रे डाउनलोड करिवे हमरो गोटे इंस्टाग्राम पोस्ट एठी डिजाइन हेकी रेडी हे गला ठीक अछि
ଏଇଥିରେ କିଛି ଡାଉଟ୍ ଅଛି ଆପଣଙ୍କର? ସାର୍ ଆଉ ଗୋଟେ ଥର ଅଲଗା ଫେଷ୍ଟିଭାଲ ର ଗୋଟେ କରିକି ଦେଖିଦିଅନ୍ତୁ ସାର୍। ଠିକ ଅଛି। ଏଇଠି ବ୍ଲାଙ୍କ ପେଜ ଆପଣ କୁହନ୍ତୁ କୋଉ ଫେଷ୍ଟିଭାଲ ଉପରେ କରିବା? ସାର୍ ଦିୱାଲି ଉପରେ ଗୋଟେ କରିଦିଅନ୍ତୁ। ଠିକ ଅଛି ଆପଣ ସାର୍ ଏଇଠି ଡିଜାଇନ ହଁ କୁହନ୍ତୁ। ସାର୍ ଏଇ ଯୋଉ ୟୁଟ୍ୟୁବରେ ଯୋଉ ଲୋଗୋ ବନଉଛନ୍ତି ଲୋଗୋ ହେଇପାରିବ ନା ନାଇଁ? ହଁ ଲୋଗୋ ବି ହେଇପାରିବ ଆପଣଙ୍କର। ଆଚ୍ଛା। ଏଇଥିରେ ଆଉ ଆପଣ ବ୍ୟାନର ହବ ଏଇଠି ଦେଖନ୍ତୁ ଆପଣ ଏଇଠି ଓପେନ ମେନୁ ଯୋଉ ଅଛି ଆପଣ ଏଇଠି କ୍ଲିକ୍ କରିବେ। ଠିକ ଅଛି। ଆଜ୍ଞା କ୍ରିଏଟ ଏ ଡିଜାଇନ କୁ ଯିବେ। ଆଜ୍ଞା ଏଇଠି ଏଇଠି ଆପଣଙ୍କୁ କିଛିଟା ଦେଇଛି ଆପଣଙ୍କୁ ପ୍ରେଜେଣ୍ଟେସନ ସୋସିଆଲ ମିଡିଆ ଭିଡିଓ ପ୍ରିଣ୍ଟେବୁଲ ସେଇଠି ଅଛି କଷ୍ଟମ ସାଇଜ ଆପଣଙ୍କ ସାଇଜ ବି ଯାହା ଦରକାର ଆପଣ ଏଇଠି ସାଇଜ ଦେଇପାରିବେ। ଏଇଠି କଷ୍ଟମ ସାଇଜ କୁ ଗଲେ ଆପଣଙ୍କର ଯୋଉ ସାଇଜ ର ଦରକାର ଏଇଠି ୱିଡଥ ଆଉ ହାଇଟ୍ ଆପଣ ଦେଇଦେବେ। ୟୁନିଟ୍ସ ବି ଏଇଠି ଅଛି ଆପଣ ପିକ୍ସେଲ ଇଞ୍ଚ ସିଏମ ସବୁ ଦେଇ ଯାହା ବି ଦରକାର ଆପଣ ଦେବେ। ଦେନ୍ କ୍ରିଏଟ ନ୍ୟୁ ଆଜ୍ଞା ଡିଜାଇନ କଲେ ଆପଣଙ୍କ ସାଇଜ ହିସାବରେ ହବ। ମାନେ ନହେଲେ ଆପଣ ଏଇଠି ସର୍ଚ୍ଚ ଅପସନରେ ବ୍ୟାନର କୁ କ୍ଲିକ୍ କରିବେ ଟାଇପ କରିବେ। ଠିକ ଅଛି। ଏଇଠି ବ୍ୟାନର ଆପଣଙ୍କୁ ଏଇଠି ସାଇଜ ରୁ ବି ଦେଇ ଦଉଛି ଏଇଠି କୋଉ ସାଇଜ ର ଆପଣଙ୍କର ବ୍ୟାନର ଦରକାର। କ୍ଲିକ୍ କଲେ ଆପଣ ସେଇଠି ଡିଜାଇନ କରିବା ଷ୍ଟାର୍ଟ କରିବେ। ଠିକ ଅଛି। ଏବେ ଆମେ ଦିୱାଲି ପୋଷ୍ଟ ଉପରେ ଗୋଟେ ଡିଜାଇନ କରିବା। ଏଇଠି ଡିଜାଇନ କୁ ଆପଣ ଆସିଲେ ଏଇଠି ଅଲରେଡି ଆପଣଙ୍କୁ ପ୍ରିବିଲ୍ଡ ପୋଷ୍ଟ ଗୁଡାକ ସବୁ ଥିବ ଯୋଉଟା କି ଆପଣଙ୍କୁ ଓନ୍ଲି ସିଲେକ୍ଟ କରିବେ। ଠିକ ଅଛି। ଏଗୁଡା ତ ଅଲରେଡି ଅଛି ଆପଣ ଚାହିଁଲେ ବି ଏଗୁଡାକ ୟୁଜ କରିପାରିବେ। ନହେଲେ ଯଦି ଆପଣ କିଛି ଗୋଟେ ନିଜେ ବନେଇବେ ଦେନ୍ ଏଲିମେଣ୍ଟସ କୁ ଆସିବେ। ଆପଣଙ୍କର ଯାହା ଦରକାର ସେଇ ହିସାବରେ ଏଇଠି ସର୍ଚ୍ଚ କରିବେ। ଓକେ ସାର୍ ଠିକ ଅଛି। ଠିକ ଅଛି। ଆଉ କିଛି ଡାଉଟ୍ ଅଛି? नो सर। ଆଉ ଗୋଟେ ଟୁଲ ଆପଣଙ୍କର ଅଛି କଲୋସିଆନ। ଏଇଥିରେ ଆପଣ କିଛି ଗୋଟେ କ୍ୟାରେକ୍ଟର କ୍ରିଏଟ କରିପାରିବେ। କିଛି ଗୋଟେ କ୍ୟାରେକ୍ଟର କ୍ରିଏଟ କରିକି ତାକୁ ଆପଣ ଭିଡିଓ ଜେନେରେଟ କରିପାରିବେ। ଯେମିତିକି ଆପଣଙ୍କର କିଛି ଗୋଟେ କଣ୍ଟେଣ୍ଟ ବନେଇବାର ଅଛି କ୍ୟାରେକ୍ଟର ଜେନେରେଟ କଲେ ଟେକ୍ସଟ ଦେଲେ ସେ ଅଟୋମେଟିକ ତାର ଅଟୋ ଭଏସ ଅଛି ଆପଣ ଭଏସ ବି ସିଲେକ୍ସନ କରିପାରିବେ ସେଇଥିରେ। ତାପରେ ଆପଣଙ୍କର ଭିଡିଓ ଜେନେରେଟ କରିକି ଆପଣ ଅପଲୋଡ କରିପାରିବେ କୌଣସି ବି ପ୍ଲାଟଫର୍ମରେ ଯେମିତି ୟୁଟ୍ୟୁବ ହଉ ଇନଷ୍ଟାଗ୍ରାମ ହଉ। ଏଇଠି ଗୋଟେ ଏକ୍ସାମ୍ପଲ ଆମେ ନବା କ୍ରିଏଟ ଏ ଭିଡିଓ। ବ୍ଲାଙ୍କ ଟେମ୍ପଲେଟ କ୍ଲିକ୍ କରିବ। ଏଇଠି ଦେଖନ୍ତୁ ଏଇଠି ଗୋଟେ ଅଛି ଅବତାର। ଏଇଠି ଆପଣଙ୍କୁ କୋଉ ଟାଇପ ର କ୍ୟାରେକ୍ଟର ଦରକାର ଏଇଠି ଦେଇପାରିବେ। ମୁଁ ଏଇଠି ସପୋଜ ଏଇ କ୍ୟାରେକ୍ଟରଟା ଏଇଠି ଦେବି add to scene। ଏଇଠି ଆପଣ କ୍ୟାରେକ୍ଟର ଇନସର୍ଟ କଲେ
ସମସ୍ତଙ୍କ ସ୍କ୍ରିନ୍ ଭିଜିବୁଲ ଅଛି? Yes, sir. ଏଇଠି ଆପଣ ଗୋଟେ କ୍ୟାରେକ୍ଟର ଇନସର୍ଟ କଲେ, ଦେନ୍ ଏଇଠି କିଛି ବି ସ୍କ୍ରିପ୍ଟ ଦେଲେ। ଏଇଠି ଗୋଟେ ଟେକ୍ସଟ ଦେଇଦେଲି, ଦେନ୍ ଏଇଠି ଦେଖନ୍ତୁ ଏଇଠି ଲେଖା ହେଇଛି ୟୁଏସ୍ ଆର୍ନୋଲ୍ଡ। ଏଇଠି ଯଦି ଆପଣଙ୍କର ଭଏସ କିଛି ବି ଚେଞ୍ଜ କରିବାର ଅଛି ଏଇଠି କ୍ଲିକ୍ କରିବେ। ମୁଁ ଏଇଠି ଆକ୍ସେଣ୍ଟ ଏଇଠି ଦଉଛି ଇଂଲିଶ ଇଣ୍ଡିଆ। ଦେନ୍ ଏଇଠି ଗୋଟେ ଭଏସ ଉପରେ ଏଇଠି ଆପଣଙ୍କୁ ଆସିବ ଅପସନ, ଏଇଠି କ୍ଲିକ୍ କରିବେ, ଦେନ୍ ଆପ୍ଲାଇ ଭଏସ। ଯଦି ଆପଣ କିଛି ବ୍ୟାକଗ୍ରାଉଣ୍ଡ ଦବାର ଅଛି ଏଇଠି ବ୍ୟାକଗ୍ରାଉଣ୍ଡ ଦେଇପାରିବେ, ନହେଲେ ସିମ୍ପଲି ଗ୍ରୀନ ସ୍କ୍ରିନ୍ ଦେଇପାରିବେ ଫ୍ୟୁଚର ଏଡିଟ୍ ପାଇଁ। ମୁଁ ଏଇଠି ଗୋଟେ ଷ୍ଟକ୍ ଇମେଜ ଗୋଟେ ଦେଲି, ଦେନ୍ ଏଇଠି ଜେନେରେଟ ରେ କ୍ଲିକ୍ କରିବି। यार गोटे वीडियो भी मैं ऑलरेडी बनैकी रखी, ये देखी दिंतु। ये ग्रीन स्क्रीन देकी बनैली सेम कैरेक्टर। Module 1 Introduction to AI and Duolingo. Welcome to this exciting course on how artificial intelligence AI and Duolingo can transform the way you study. AI is shaping the future of education, making learning personalized and effective. ठीक अछि, एटा होछि ग्रीन स्क्रीन मोड रो वीडियोटा, ताकू आफ्टर एडिट परे। Welcome to this exciting course on how artificial intelligence AI and Duolingo can transform the way you study. AI is shaping the future of education, making learning personalized and effective. Today, we will explore Duolingo, an AI-powered tool that helps students learn new languages, improve grammar, and enhance their research and project skills. What is AI and how does it help in education? AI artificial intelligence. ठीक अछि, बुझी परले ना किसी डाउट अछि? सर एया वीडियो किसी सब्सक्रिप्शन एई वीडियो पे एई टूल पे यस यस नहीं, ए टूल पे आपन को किसी सब्सक्रिप्शन दरकार नहीं। ये ऑलरेडी आपन को गोटे मेल आईडी रे 5 मिनिट्स रो वीडियो जनरेट करिया को आपन को दे दबो। ठीक अछि, 5 मिनिट आपनकर हेई गला परे जदी आपन को सब्सक्रिप्शन मागे ताले आपन लॉग आउट करके आउटे नुवा मेल आईडी दे देबे। सर एनहांस करियबनी एनहांस माने माने जो वीडियो रो एनहांस करियबनी जल्दी सब्सक्रिप्शन बनती ना या नहीं, आपन को तो देखंतु सबु एआई टूल आपन को जहा ले भी से किछ गोटे क्रेडिट लिमिट दबो, पूरा पूरी फ्री केबे भी को टूल दबन। ठीक अछि,
ଆପଣଙ୍କୁ ସେଇ ହିସାବରେ ଟେମ୍ପ ଆପଣ ଠିକ ଅଛି ଆପଣ ଯଦି ମେଲ ଆଇଡି ଆପଣ କ୍ରିଏଟ କରିପାରୁନାହାନ୍ତି ଜିମେଲ ର ବା ଆଉଟଲୁକ୍ ର ଆପଣ ଟେମ୍ପ ମେଲ ଯିବେ ଗୋଟେ ଟେମ୍ପ ମେଲ ସାଇଟ୍ ଅଛି ହେଲା ଏଇଠି ଦେଖି ଦିଅନ୍ତୁ TEMP ଟେମ୍ପ ମେଲ ଏଇଠୁ ଗଲେ ଇଏ ଅଲରେଡି ମେଲ ଆଇଡି ଆପଣଙ୍କର ଏଇଠି ଶୋ କରିଦବ ଏଇଟାକୁ ଆପଣ ସିମ୍ପଲି କପି କରିକି ୟୁଜ କରିପାରିବେ ଲଗ ଇନ କରିପାରିବେ କୌଣସି ବି ଟୁଲ ଠିକ ଅଛି ଏଇଠି ଦେଖନ୍ତୁ ଏଇଠି ଗୋଟେ ଆପଣଙ୍କୁ ମେଲ ଆଇଡି ଦେଇଦେଲା ଏଇଠି ଆପଣ କପି କଲେ ଏଇଠି ଲଗ ଇନ କରିଦେବେ ସେ ଆପଣ ୟୁଜ କଲେ 5 ମିନିଟ୍ସ ମାନେ କହିବାକୁ ଗଲେ ବହୁତ ଏନଫ୍ ଦଉଛି ଆପଣଙ୍କୁ ଗୋଟେ ଭିଡିଓ ଏଡିଟ କରିବା ପାଇଁ କାରଣ ଜେନେରାଲି ଆପଣ ଦେଖିବେ ଯଦି କିଛି ଗୋଟେ ଇଣ୍ଟରେଷ୍ଟିଂ ଗୋଟେ ଆଇ କ୍ୟାଚିଂ ଭିଡିଓ ସେ ଯାହାହେଲେ ବି 5 ମିନିଟ୍ସ ଭିତରେ ହିଁ ଥିବ 5 ମିନିଟ୍ସ ବାହାରେ ଯୋଉଗୁଡାକ ଥାଏ ମାନେ ବହୁତ କମ ଥାଏ ଯୋଉଟା କି ଇଣ୍ଟରେଷ୍ଟିଂ ଥାଏ ନହେଲେ କଣ୍ଟେଣ୍ଟ ବହୁତ ଆପଣଙ୍କର ଲେଜି ଡଲ୍ ହେଇଯିବ ଠିକ ଅଛି ଆପଣଙ୍କୁ ଯଦି ଏକ୍ସଟ୍ରା ଦରକାର ହଉଛି ତାହେଲେ ଏଇଠି ଟେମ୍ପ ମେଲରେ ଆପଣ ଯେତେଟା ମେଲ ଆଇଡି ଦରକାର ଆପଣ ଏଇଠୁ ଇଏ କରିପାରିବେ ଯଦି ଚେଞ୍ଜ ଅପସନ ଦରକାର ଏଇଠି ଚେଞ୍ଜ କଲେ ଆଉ ଗୋଟେ ନୂଆ ମେଲ ଆଇଡି ଆସିଯିବ ଠିକ ଅଛି ସାର୍ ପାସୱାର୍ଡ କିଛି ନାହିଁ ତ ସେ ମେଲ ଆଇଡିର? ନା ୟାର କିଛି ପାସୱାର୍ଡ ନାହିଁ ଆପଣ ପାସୱାର୍ଡ ଯାହା ଯେତେବେଳେ ସାଇନ୍ ଅପ୍ କରିବେ ନିଜେ ପାସୱାର୍ଡ ଦେବେ ଆପଣଙ୍କର ଆପଣଙ୍କ ହିସାବରେ ଆଉ କିଛି ଡାଉଟ୍ ହଁ ସାର୍ କୁହନ୍ତୁ ଡାଉଟ୍ ଅଛି କି କାହାର ସାର୍ ଯୋଉ ଏଇ ସଫ୍ଟୱେରରେ ମାନେ ନିଜର ଫଟୋ ଇମ୍ପୋର୍ଟ କରି ହବ କି ନାଇଁ? ଲୋସେନରେ ହଁ ନାଇଁ ଏଇଥିରେ ଆପଣ ଫଟୋ ଅପଲୋଡ କରିବେନି ଏଇଥିରେ ଆପଣ ଅପଲୋଡ ମାନେ କଣ ଆପଣ ବ୍ୟାକଗ୍ରାଉଣ୍ଡ ଯେମିତି କି ସପୋଜ ଆପଣଙ୍କ ପାଖରେ କିଛି ଗୋଟେ ଏଇ କ୍ୟାରେକ୍ଟର ପଛ ଗୋଟେ ଦେଖନ୍ତୁ ମୁଁ ଯେମିତି ଗୋଟେ ବ୍ୟାକଗ୍ରାଉଣ୍ଡ ଟା ଗୋଟେ ଦେଇଛି ଷ୍ଟକ୍ ଭିଡିଓ ଫଟୋଟା ସେମିତି ଆପଣ କିଛି ବି ଆଜ୍ଞା ଇମେଜ ଦେଇପାରିବେ ବ୍ଲର ଇମେଜ ହଉ କିଛି ହଉ ନିଜର ଫଟୋ ଦେଲେ କିଛି ନାହିଁ କିନ୍ତୁ କିଛି ଆପଣଙ୍କର ଏଇଥିରେ ୟୁଜ ଆସିବ ଆଚ୍ଛା ଠିକ ଅଛି ଇଏ ଅଲରେଡି ଆପଣଙ୍କୁ କ୍ୟାରେକ୍ଟର ଦେଇ ଦଉଛି ଆପଣ ସିମ୍ପଲି ଖାଲି ସେ କ୍ୟାରେକ୍ଟର ଚୁଜ କରିବେ ଟେକ୍ସଟ ଦେଲେ ଅଡିଓ ସେଟ୍ କଲେ ତାପରେ ଆଉଟପୁଟ ଏକ୍ସପୋର୍ଟ କଲେ ଆଚ୍ଛା ଆଚ୍ଛା ଆଉ କିଛି ଡାଉଟ୍ ଅଛି ଆଜି ଆମେ ସେସନ ଟାକୁ ଏଇଠି ଏଣ୍ଡ କରିବା ଓକେ ସାର୍ ଠିକ ଅଛି ଓକେ ଥ୍ୟାଙ୍କ ୟୁ ଅଲ୍ ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ ସାର୍
Yes.